ସ୍ୱାଗତମ୍। ହାପି ନ୍ୟୁ ଇୟର୍ ସମସ୍ତ ଶ୍ରୋତା ବନ୍ଧୁ। ଏ 26 ମସିହାକୁ ଆନନ୍ଦର ସହିତ ପାଳନ କରନ୍ତୁ। ସମସ୍ତେ ସୁଖରେ ଶାନ୍ତିରେ ଜୀବନଯାପନ କରନ୍ତୁ। ବନ୍ଧୁ, ଆଜି ଆମେ ଆଲୋଚନା କରିବା ମଙ୍ଗଳବାର 6 ତାରିଖ। ଦେଖିବା ଦୈନିକ ରାଶି ଫଳରେ କେଉଁ ରାଶି କେତେ ସୁବିଧା ସୁଯୋଗ ପାଉଛନ୍ତି। ଜାନୁଆରୀ 6 ତାରିଖ ମଙ୍ଗଳବାର, ମେଷ ରାଶି ଲାଗି ଶୁଭ ସଂକେତ। ଦିନ 12:20 ପରେ ଶୁଭ ସମୟ ଆସିବ। ନାନାବିଧ ସାଂସାରିକ ସୁଖ ମିଳିବ। ଅର୍ଥାଗମ ଯଥେଷ୍ଟ ହେବ। କ୍ରମଶଃ ଶରୀର ପୀଡ଼ା ଉପଶମ ହେବ। ସେ ଯାଏ ଦେହ ଯନ୍ତ୍ରଣା ଦୁଃଖ ଦେବନି। ସାଧାରଣତଃ ପାରିବାରିକ ଅଶାନ୍ତି ସୃଷ୍ଟି ହେବ। 12:20 ପୂର୍ବରୁ, 12:20 ପରେ ସବୁ ଶୁଭ। 12:20 ଯାଏ ପାରିବାରିକ ଶାନ୍ତି ସୃଷ୍ଟି ହେବ। ତୁମ ଜନ୍ମଦାତ୍ରୀ ମାନେ ମା ତୁମ ପାଇଁ କଷ୍ଟ ଭୋଗିବେ। 12:20 ଯାଏ ଅଶୁଭ, 12:20 ପରେ ଶୁଭ। ଯେହେତୁ ମଙ୍ଗଳବାର, ମେଷର ଅଧିପତି ମଙ୍ଗଳ, ବାର ମଙ୍ଗଳ, ଏଣୁ ଯେଉଁ କ୍ଷତି ହେବ ତାର ପରିମାଣ କମ୍ ହେବ, ଯେଉଁ ଲାଭ ହେବ ତା ପରିମାଣ ଅଧିକ ହେବ। ମେଷ ରାଶିର ଲାଭ ଟିକେ ଅଧିକ ହେବ। ଦେଖିବା ବୃଷ ରାଶି କଥା। 6 ତାରିଖ ମଙ୍ଗଳବାର, ବୃଷ ରାଶି 12:20 ଯାଏ ନାନାବିଧ ଲାଭ ହେବ। ତାଙ୍କର ହେଲା 12:20 ପରେ ଲାଭ। ୟାଙ୍କର ବୃଷ ରାଶି ୟାଙ୍କର 12:20 ଯାଏ ଲାଭ। 12:20 ଯାଏ ଲାଭ ହେବ। ବିଶେଷ ଲାଭ ହେବ ଯେ ଧନ ଆସିବ, ଆୟ ଅମଳ ବଢ଼ିଆ ହେବ। ସମସ୍ତ ବୃତ୍ତି ବ୍ୟବସାୟ ଠିକ୍ ଠାକ୍ ଚାଲିବ। 12:20 ପରଠାରୁ ଦେହ ବିଶ୍ରାମ ଖୋଜିବ। ଅସୁସ୍ଥତା ଗ୍ରାସ କରିବ। ସାମାନ୍ୟ ବାକ୍ବେତଣ୍ଡା ହୋଇପାରେ। ଋଣ କରିବାକୁ ପଡ଼ିପାରେ। ପୂର୍ବ ଋଣଦାତା କଟୁକ୍ତି ପ୍ରୟୋଗ କରି ଦୁଃଖ ଦେବେ। ଋଣ ପାଇଁ ଚିନ୍ତାରେ ପଡ଼ିଯିବେ। ବୃଷ ରାଶିକୁ ଋଣ ହିଁ ହଇରାଣ କରିବ। 12:20 ପରେ ଋଣ କରିବାକୁ ପଡ଼ିପାରେ ବା ପୂର୍ବ ଋଣଦାତା ଆସି ତାଙ୍କ ଧନ ମାଗିପାରନ୍ତି। ଆପଣ ଦେଇପାରିବେନି ବୋଇଲେ ବୁଝେଇ କହିଲେ ବି ସେ ବୁଝିବେନି, କିଛି କଟୁକ୍ତି ପ୍ରୟୋଗ କରିବେ, ବାଧିବ। ଏସବୁ ଘଟଣା ଘଟିବ ଦିନ 12ଟା ପରଠାରୁ। ଦିନ 12ଟା ଯାଏ ସବୁ ଦିଗରୁ ଶୁଭ। ମିଥୁନ ରାଶି 6 ତାରିଖ ମଙ୍ଗଳବାର, ମିଥୁନ ରାଶିକୁ ସଫଳତା ମିଳିବ। ମିଥୁନ ରାଶିକୁ ସଫଳତା ମିଳିବ। ମାତ୍ର ଦିନ 12:20 ଯାଏ ମନ ଭଲ ଲାଗିବନି। ଆକୁଳ ବ୍ୟାକୁଳ ଲାଗିବ। ଦାମ୍ପତ୍ୟ କଳହର ଶୁଭାରମ୍ଭ ହେବ। କିଛି ନିନ୍ଦା ଶୁଣିପାରନ୍ତି। 12:20 ପର୍ଯ୍ୟନ୍ତ ଏ ସମସ୍ୟା। ଦାମ୍ପତ୍ୟ କଳହର ଶୁଭାରମ୍ଭ ହେବ। ଦାମ୍ପତ୍ୟ କଳହ କ'ଣ କଳହ? ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ବ୍ୟଘଡମ୍ବରୁ। ଦାମ୍ପତ୍ୟ କଳହ ଶୈବ ବୌହାରମ୍ଭେ ଲଘୁକ୍ରିୟା। ଜାଣିଛନ୍ତି ଆଉ କ'ଣ? ଅଜା ମାନେ ଛେଳି। ଛେଳି ମାନେ ଯୁଦ୍ଧ କରନ୍ତି ଦେଖିଥିବେ। ଖୁବ୍ ଜୋରରେ ଆସିବେ କିନ୍ତୁ ମୁଣ୍ଡ ବାଜିବ ସାମାନ୍ୟ। ଅଜା ଯୁଦ୍ଧେ। ଋଷିମାନଙ୍କର ଆୟୋଜନ ବେଶୀ ଶ୍ରାଦ୍ଧ ପାଇଁ, କିନ୍ତୁ ମନ୍ତ୍ର ତାଙ୍କ ମୁହଁରେ ଚାଲୁଥିବେ ବୁଲୁଥିବେ, ଶ୍ରାଦ୍ଧ ସରିଯିବ। ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ। ପ୍ରଭାତ ସମୟରେ ଯେଉଁ ମେଘ ଆସିବ, ଘଡ଼ ଘାଡ଼ ସବୁ କମ୍ପିବ ପୃଥିବୀ।
କିନ୍ତୁ ଚାରିବୁନ୍ଦା ବର୍ଷା ହେବ। ଦାମ୍ପତ୍ୟ କଳହ ସେମିତି ଭୟଙ୍କର ରୂପରେ ଆରମ୍ଭ ହେବ। ତାପରେ ଆ ମୁହଁକୁ ଯାଇ ସିଏ ହସିଦେବ, ତା ମୁହଁକୁ ଯାଇ ଇଏ ହସିଦେବ, ଠୋ ଠା ଠୁ ଫୁସ୍। ତେଣୁ ଶୁଭାରମ୍ଭ ହେବ ଆଗେଇବନି। 12ଟା 20 ପରେ ଆୟପନ୍ଥା ଖୋଲିଯିବ। ନିଜ ବୃତ୍ତି ବ୍ୟବସାୟରେ ଆଗେଇ ଯିବେ। ଆୟ ଅମଳ ବଢ଼ିଆ ହେବ, ଶାନ୍ତି ବୋଧ ହେବ, ଦେହ ଓ ମନ ଭଲ ରହିବ। ଭୋଜନ, ଶୟନ, ଭ୍ରମଣ, ଦେବ ଦର୍ଶନରେ ଆଗ୍ରହ ଆସିବ। 6 ତାରିଖ ସୋମବାର କର୍କଟ ରାଶି ପାଇଁ ଦିନ 20 ଯାଏ ସବୁ ଦିଗରୁ ଭଲ। ମାତ୍ର ଦିନ 20 ପରେ ଦୁଃଖ ଆସିବ। କାରଣ ଆଜି ଘାତଚନ୍ଦ୍ର, କର୍କଟ ରାଶିର ଆଜି ଘାତଚନ୍ଦ୍ର, ମକର ରାଶିର ପୁରୁଷଙ୍କର ଘାତ ଚନ୍ଦ୍ର, ଘାତ ବାର। ମକର ପାଇଁ ଭାରି ଅଶୁଭ ଦିନ ଆଜି। ଏକଥା ପରେ ଆଲୋଚନା କରିବା। ଏତିକି ଖାଲି ମନେ ରଖିବା ଯେ ଆଜି କର୍କଟ ରାଶିର ଘାତଚନ୍ଦ୍ର। ଘାତଚନ୍ଦ୍ର ମାନେ ରକ୍ତପାତ ନିଶ୍ଚୟ ହେବ, ଟିକିଏ କେଉଁଠି ବାଡ଼େଇ ହେବ, କିନ୍ତୁ ଭାରି ବାଧିବ। ଆଜି 12ଟା 20 ପରେ ସମସ୍ୟା ହେବ, ରକ୍ତପାତ ହୋଇପାରେ। ପଡ଼ୋଶୀଙ୍କ ସହିତ ମନୋମାଳିନ୍ୟ ହେବ, ପଡ଼ୋଶୀଙ୍କ ସହ ବାଗ୍ବିତଣ୍ଡା ହୋଇପାରେ। ଏଣୁ ମନ ଆକୁଳ ବ୍ୟାକୁଳ ହେବ। ଯଦି ଆମେ ପଡ଼ୋଶୀଙ୍କ ସହିତ ଯୁକ୍ତି ନ କରି ଚୁପ୍ ରହିବା, କ୍ଷତି କ'ଣ ଅଛି? ଆଜି ଆୟ ଅମଳ ହେବ, ଘରେ ଶାନ୍ତି ଆସିବ। ସେ ଶାନ୍ତିକି ଶାନ୍ତି କୁହାଯାଏନି। ଶାନ୍ତି ଆସିବ, ସାମାନ୍ୟ ଅସୁସ୍ଥତା ଲାଗିବ। ଆଜି ପୁଷ୍ୟା ପାଇଁ ଟିକେ ଭାରି ଖରାପ ଦିନ। ପୁଷ୍ୟା କର୍କଟର ଆଜି 12ଟା 20 ପରଠାରୁ ଟିକେ ଅଧିକ ଅଶୁଭ। 6 ତାରିଖ ସୋମବାର ସିଂହ ରାଶି ପାଇଁ 12ଟା 20 ଠାରୁ ବଡ଼ ଶୁଭ ସମୟ ଆସିବ। ଆଉ ଶାନ୍ତି ମିଳିବ। ବହୁ ବଦ ଖର୍ଚ୍ଚ ହେବ, ସମ୍ପର୍କରେ ଫାଟ ସୃଷ୍ଟି ହେବ, ସମ୍ମାନ ହାନି ଭୟ ଅଛି। 12ଟା 20 ପରେ ପରେ ଏସବୁ ସମସ୍ୟାର ସରଳ ସମାଧାନ ହେବ। 12ଟା 20 ଯାଏ ସବୁ ସମସ୍ୟା, କଳହ ହେବ, ସମ୍ପର୍କରେ ଫାଟ ସୃଷ୍ଟି ହେବ, ଆଉ ଋଣ କରଜ ବଢ଼ିଯିବ, ବେଶୀ ବ୍ୟୟ ହେବ। 12ଟା 20 ପରଠାରୁ ସବୁ ସମସ୍ୟାର ସରଳ ସମାଧାନ ହୋଇଯିବ। ସ୍ୱାସ୍ଥ୍ୟ ସଜାଡ଼ି ହୋଇଯିବ, ଆୟ ବଳବତ୍ତର ହେବ, ଆଉ ଅମଳ ବି ବଢ଼ିଆ ହେବ। ଆୟ ଅମଳ ବଢ଼ିଯିବ। ଭୋଜନ, ଶୟନ, ଭ୍ରମଣ, ପଠନ, ଦେବଦର୍ଶନ ଆଦି ରୁଚିକର ହେବ। ଘରକୁ କିଛି ଦ୍ରବ୍ୟ ଆସିବ, ଉପହାର ମିଳିବ। ଆଜି କର୍ମଠ ହେବେ, ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ସେ ଉପହାରରେ କ'ଣ ଆସିବ ତାହା ଆପଣ ଅନୁଭବ କରିବେ, ଜାଣିବେ। 6 ତାରିଖ ସୋମବାର କନ୍ୟା ରାଶିର ଲୋକେ ଦିନ 12ଟା 20 ଯାଏ ବଢ଼ିଆ ରୋଜଗାର କରିବେ। ସମସ୍ତ ବୃତ୍ତିଧାରୀଙ୍କର ଭଲ ଆୟ ହେବ, ଲାଭ ବି ହେବ, ଅମଳ ହେବ। କୌଣସି ପ୍ରକାର ସାମାଜିକ ସମସ୍ୟା ନାହିଁ। ମାତ୍ର ଦିନ 12ଟା 20 ପରେ ପରେ ଅନେକ ସମସ୍ୟା ଆସି ବିବ୍ରତ କରିବ। ବ୍ୟୟ ବଢ଼ିଯିବ, ଆୟ ମାନ୍ଦା ହେବ, ଶାନ୍ତି ବ୍ୟାହତ ହେବ। ସାମାନ୍ୟ ଅସୁସ୍ଥତା ମନକୁ ବିଗାଡ଼ି ଦେବ। ଯଦି ଧୈର୍ଯ୍ୟ ଧରିବେ ସବୁ ଠିକ୍ ଠାକ୍, ଯଦି ଅଧୈର୍ଯ୍ୟ ହେବେ ସବୁ ଭୁଲ ଭାଲ। 6 ତାରିଖ ସୋମବାର ତୁଳା ରାଶି ଲାଗି
ବିଭିନ୍ନ ସୁଖ ସୁବିଧା ଆସିବାର ଦିନ। ଦିନ 12ଟା ଯାଏ ନାନାବିଧ କର୍ମ ଯୋଜନା କରିବେ। ଦିନ 12ଟା ଯାଏ ନାନାବିଧ କର୍ମ ଯୋଜନା ହେବ। ସେଥିରୁ କିଛି କାର୍ଯ୍ୟକାରୀ ମଧ୍ୟ ହେଇଯିବ। ଦିନ 12ଟା 20 ଭିତରେ ଭଲ ଲାଭ ହେଲା ପରି କାର୍ଯ୍ୟ ଆରମ୍ଭ ହେବ। ତାପରେ ଦିନ 12ଟା 20 ପରଠାରୁ ବିଭିନ୍ନ ଉପାୟରେ ଧନ ଆସିବ, ଆୟ ବୃଦ୍ଧି ହେବ, ଅମଳ ବଢ଼ିଯିବ। ନିଜ ନିଜ ବୃତ୍ତି ବ୍ୟବସାୟ ପାଇଁ ଆପଣ ତତ୍ପର ହେବେ। ଜଣେ ଯୋଗ୍ୟ ପୁତ୍ର ପରି ଦମ୍ଭ ବଳ ଓ ସାହସ ଧରି ଘର କାର୍ଯ୍ୟରେ ବାହାର କାର୍ଯ୍ୟରେ ବୃତ୍ତି ବ୍ୟବସାୟରେ ଲାଗି ପଡ଼ିବେ। ଯେମିତି ଆପଣ ଏବେ ଯୁବକ, ସବୁ କାମରେ ସଫଳତା ଆପଣଙ୍କୁ ଅନୁଗମନ କରିବ। ବିଛା ରାଶି କଥା, 6 ତାରିଖ ସୋମବାର ବିଛା ରାଶି ଲାଗି ଦିନ 12ଟା 20 ପରଠାରୁ ଶୁଭ ସମୟ ଆସିଯିବ ବୋଇଲେ 12ଟା 20 ଯାଏ ଅଶୁଭ। କର୍ମର ସଫଳତା ମିଳିବ, ନୂତନ କର୍ମ ଯୋଜନା ହେବ, ଆୟ ଅମଳ ଭଲ ହେବ। ସମସ୍ତ ବୃତ୍ତିଧାରୀ କର୍ମ କ୍ଷେତ୍ରରୁ ଧନ ସମ୍ମାନ ଓ ଆଦର ପାଇ ଖୁସି ହେବେ। ମାତ୍ର 12ଟା 20 ଯାଏ ସମୟ ଆଦୌ ଭଲ ନୁହେଁ। 12ଟା 20 ଯାଏ ଟିକେ ଚୁପଚାପ ରହନ୍ତୁ। ଆଉ ଯାହା କରୁଛନ୍ତି କରନ୍ତୁ, ଯେମିତି କାହାକୁ ସମର୍ଥନ କରନ୍ତୁନି କି କାହା କଥା ଶୁଣନ୍ତୁନି। ଜଗି ରଖି ମାପି ଚୁପି ଭାବି ଚିନ୍ତି କାର୍ଯ୍ୟ ନ କଲେ, କଥା ନହେଲେ ଅପମାନିତ ହେବେ। ତେଣୁ ଧନ ସମ୍ମାନ ଆଦର ପାଇ ଖୁସି ହେବେ। 12ଟା ଯାଏ 12ଟା 20 ଯାଏ ଆଦୌ ଭଲ ନୁହେଁ। 12ଟା 20 ପର୍ଯ୍ୟନ୍ତ ଯଥା ସମ୍ଭବ ଚୁପଚାପ ରହନ୍ତୁ। ଯଦି କହୁଛନ୍ତି ଭାବି ଚିନ୍ତି କହନ୍ତୁ, ନହେଲେ ଅସୁବିଧା, ଅପମାନ ମିଳିବ। 12ଟା 20 ପରେ ଆପଣ ସ୍ୱାଧୀନ ହେଇଗଲେ, ପୂର୍ବ ଭଳି ବ୍ୟବହାର କରିବେ, ଚାଲିବେ, ବୁଲିବେ, କାମ କରିବେ ତ ଭଲ। ଏବେ ଦେଖିବା ଧନୁ କଥା। 6 ତାରିଖ ସୋମବାର ଧନୁ ରାଶି ପାଇଁ ଅଶୁଭ ଦିନ। ବଦ୍ଧ ବନ୍ଧନ ଭୟ, ସବୁ କାମରେ ବାଧା ଆସିବ। ଧନୁ ରାଶି ପାଇଁ ସବୁ କାମରେ ବାଧା ଆସିବ, ସବୁଥିରେ ବାଧା, ବିଶୃଙ୍ଖଳା, ଅଶାନ୍ତି ବଢ଼ିଯିବ। 12ଟା 20 ଯାଏ ଅସୁସ୍ଥତା ଲାଗି ରହିବ। କର୍ମ କ୍ଷେତ୍ରରେ ଆୟ ସମ୍ମାନ ହାନି ହେବ। 12ଟା 20 ପରେ ସମ୍ମାନ ହାନି ହେବ। ତେଣୁ ଦୁଃସମୟ ଆସିବ, ମାନ୍ଦା ସମୟ। ଟିକେ ହୁସିଆରେ ଚଳିବାକୁ ପଡ଼ିବ। ମୋଟାମୋଟି ଭାବରେ କୌଣସି ପ୍ରକାର ଶୁଭ ଆଜି ନାହିଁ ଧନୁରାଶି ପାଇଁ। ଯଦି ବୁଦ୍ଧିର ଖେଳ ଖେଳିବେ, ଧୈର୍ଯ୍ୟ ଧରିବେ, ବଡ଼ ପାଟି କରିବେନି, କଳହ କରିବେନି, ଯେ ଯାହା କହିବେ ତାକୁ ଏ କାନ୍ନେ ପୁରେଇ ସେ କାନ୍ନେ ବାହାର କରିଦେବେ, ତାହେଲେ ଶୃଙ୍ଖଳିତ ଜୀବନଯାପନ କରିବେ। ଯଦି କଥା ଧରିବେ, କଥା ନାହିଁ, କଥା ମାଜିଲେ ଗୁରୁ, ସୂତା ମାଜିଲେ ସରୁ। ଯେ ଯାହା କହୁଛି କହୁ, ଆମେ ଶୁଣିବାନି। ଶୁଣିଲେ ସିନା ମନକୁ ବାଧିବ, ବାଧିଲେ ସିନା ବିପଦ କହିବେ, କହିଲେ ସିନା କଳହ ହେବ। ଏସବୁ ଆପଣଙ୍କ ବୁଦ୍ଧିର ଖେଳ, ଧୈର୍ଯ୍ୟର ଖେଳ। ଯେତେ ପାଣିକି ଗୋଳେଇବେ ସେତେ ଗନ୍ଧେଇବ। ରହିଲି। ଏବେ ଶୁଣିବା ମକର କଥା। କହିଥିଲି ପୂର୍ବରୁ ମକର ରାଶିର ଆଜି ଘାତ 12, ଘାତ ଚନ୍ଦ୍ର। ବିଶେଷ କରି ମକର ରାଶି ପୁରୁଷଙ୍କର ଆଜି ଘାତ ଚନ୍ଦ୍ର। ତେଣୁ 6 ତାରିଖ ସୋମବାର ମକର ରାଶି ପାଇଁ 12ଟା 20 ଯାଏ ସବୁ ଦିଗରୁ ମଙ୍ଗଳ ହେବ। ଶାନ୍ତିରେ ସୁଖରେ ସମୟ ଯିବ। ଖାଦ୍ୟ ପେୟ, ଦେହ, ମୁଣ୍ଡ, ଆୟ ଅମଳ ଠିକ୍ଠାକ୍ ଚାଲିବ। ବ୍ୟବସାୟ ଠିକ୍ର ଉନ୍ନତି ହେବ। ବ୍ୟବସାୟୀମାନଙ୍କର ବଢ଼ିଆ ରୋଜଗାର ହେବ। ମାତ୍ର 12ଟା 20 ପରଠାରୁ ବିଭିନ୍ନ ରୋଗ ଆକ୍ରମଣ କରିବ। ଏଇ ଯେଉଁ ସମସ୍ୟା କହିଲି,
ଯେ ଘାତ ବାର ଘାତ ଚନ୍ଦ୍ର ଏ ସମସ୍ୟା ପ୍ରମାଣିତ କରିବ 12ଟା 20 ପରେ। 12ଟା 20 ପରେ ଅସୁସ୍ଥ ହେବେ, କେଉଁଠି ବାଡ଼େଇ ପିଟି ହେବ, ହାତ ଗୋଡ଼ କଟିଯିବ, ରକ୍ତପାତ ହେବ, ମାନସିକ ଅଶାନ୍ତି ଲାଗିବ। 12ଟା 20 ପରଠାରୁ ବିଭିନ୍ନ ରୋଗ ଆକ୍ରମଣ କରିବ, ଦୁଃଖ ବଢ଼ିଯିବ। 6 ତାରିଖ ସୋମବାର କୁମ୍ଭ ରାଶି ପାଇଁ 24 ଘଣ୍ଟା ଲାଭ ଯୋଗ। 24 ଘଣ୍ଟା କୁମ୍ଭ ରାଶି ପାଇଁ ବଢ଼ିଆ ଦିନ। ଆଜି ସୂର୍ଯ୍ୟ ଉଦୟ ଠାରୁ ମାନେ ମଙ୍ଗଳବାର ସୂର୍ଯ୍ୟ ଉଦୟ ଠାରୁ ବୁଧବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଶୁଭ ଆଉ ଲାଭ। 6 ତାରିଖ ସୋମବାର କୁମ୍ଭ ରାଶି ପାଇଁ 24 ଘଣ୍ଟା ଲାଭ ଯୋଗ। ବନ୍ଧୁ ଲାଭ, ଧନ ସମ୍ମାନ ଲାଭ, ରୁଚିକର ଖାଦ୍ୟ ଲାଭ, ସୁଖକର ନିଦ୍ରା ଲାଭ, ନୂତନ କ୍ଷମତା ଲାଭ, ନୂଆ ବୃତ୍ତି ଲାଭ, ନୂଆ ଚାକିରି ମିଳିଯାଇପାରେ। ଜୀବନସାଥୀ ଯୁବକ ଯୁବତୀମାନଙ୍କର ଯେଉଁ ବାହାଘର ଖୋଜା ଚାଲିଛି ଜୀବନସାଥୀ ଲାଭ ହୋଇଯାଇପାରେ। ଏତେ ଲାଭ ଭିତରେ ଗୋଟିଏ ଲାଭ ବେଶୀ ହେବ, ତାହା ହେଲା ଧନ। ମାନେ ଯାହାକୁ ଧନା ଧନ ଗୁଆ ଚଞ୍ଚଳା କହନ୍ତି, ଲକ୍ଷ୍ମୀ ପଳେଇ ଯିବେ କିନ୍ତୁ ଧନ ବେଶୀ ଆସିବ, ଅଧିକ ଲାଭ ହେବ, ଖୁସି ଲାଗିବ। ମୋଟାମୋଟି ଭାବରେ କୁମ୍ଭ ରାଶିର ଆଜି ଅଭୂତପୂର୍ବ ଆନନ୍ଦ। ବନ୍ଧୁ ଦେଖିବା ମୀନ କଥା। 6 ତାରିଖ ସୋମବାର ମୀନ ପାଇଁ ସୁଯୋଗ ଅପେକ୍ଷା କରିଛି। ମାନେ ସେପଟରେ ଉପର ମୁଣ୍ଡରେ ପାଣି ଭରପୁର, ଖାଲି ଟିକେ ଆଡ଼େଇ ଦେଲେ ଏପଟକୁ ପାଣି ପଳେଇ ଆସିବ। ସୁଯୋଗ ଅପେକ୍ଷାରେ ଅଛି। ସାମାନ୍ୟ ଉଦ୍ୟମ କଲେ ସବୁ କ୍ଷେତ୍ରରୁ ସମ୍ମାନ ଧନ ପାଇବେ, ଆଦର ମମତା ପାଇବେ, ପ୍ରେମ ପ୍ରୀତି ପାଇବେ, ସୁଖ ଶାନ୍ତି ପାଇବେ। ଏ ସୁଯୋଗ ଅପେକ୍ଷା କରିଛି ମୀନ ରାଶି ପାଇଁ। 6 ତାରିଖ ସୋମବାର ମୀନ ରାଶି ପାଇଁ ସୁଯୋଗ ଅପେକ୍ଷା କରିଛି। ଯିଏ ଯେଉଁ ବୃତ୍ତି କରୁଛନ୍ତି ସେଥିରେ ପ୍ରଥମେ ଚାକିରିଆମାନଙ୍କର ପ୍ରମୋସନ୍ ହେବାର ସୂଚନା ଅଛି। ଯେଉଁମାନେ ଚାକିରି କରିଛନ୍ତି, ସରକାରୀ ଚାକିରି ହେଉ, ପ୍ରାଇଭେଟ୍ ଚାକିରି ହେଉ, କମ୍ପାନୀ ଚାକିରି ହେଉ, ତାଙ୍କର ପ୍ରମୋସନ୍ ହେବାର ସୁଯୋଗ ଅଛି। ବ୍ୟବସାୟୀ ବୃତ୍ତିରେ ବିକାଶ ହେବ, ଚାଷରୁ ଅଧିକ ଅମଳ ହେବ, ଦିନଟି ଆନନ୍ଦରେ ଯିବ, ଦେହ ଭଲ ରହିବ, ପୂର୍ବ ଦିନର ରୋଗ ବ୍ୟାଧି ଉପଶମ ହେବ, ଆଉ ପରିବାରରେ ଏକ ସୁଖ ପୁଷ୍ପ ବୃଷ୍ଟି ହେବ। ବନ୍ଧୁ 2026 ପାଇଁ ଆମେ ଆଲୋଚନା କରି ଚାଲିଛେ। ଜାନୁଆରୀ 1ରେ ମୁଁ କହିଦେଇଛି କେଉଁ ଗ୍ରହ କେଉଁ ରାଶିକୁ ପୂର୍ଣ୍ଣ ମାତ୍ରାରେ ସହାୟ ହେବେ ଏବଂ ତା ପାଇଁ ମଧ୍ୟ ପ୍ରତିକାର ବତାଇ ଦେଇଛି। ମେଷ ଯାଇଛି, ବୃଷ ଯାଇଛି, ଆଜି ମିଥୁନ ପାଇଁ ଶୁଣନ୍ତୁ। ବର୍ଷ ସାରା ମିଥୁନ ରାଶିକୁ କେତୁ ଓ ଶନି ସହାୟ ହେବେ। କେତୁ ଓ ଶନି, ତେଣୁ କେତୁଙ୍କ ଆଉ ଶନିଙ୍କ ଠାରୁ ଆମେ ଟିକେ ବର ପାଇବା। କେତୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗଣେଶଙ୍କୁ ଦୁବରେ ପୂଜା କରିବା। 2ଟା ଦୁବ 10 ଥର ଦେବା, 20ଟି ଦୁବ ଦେବା, ତାଙ୍କ ମୁଣ୍ଡ ଉପରେ କହିବା ଓಂ ଗଂ ଗଣପତୟେ ନମଃ। ଏ ମନ୍ତ୍ର ଯେତେ ଅଧିକ ଜପିବା, ଏ ହେଲା ସକାଳ ସମୟର କାମ। କେତୁଙ୍କୁ ସନ୍ତୁଷ୍ଟ ବର ପାଇବା ପାଇଁ, କେତୁଙ୍କ ଠାରୁ କଲ୍ୟାଣ ପାଇବା ପାଇଁ ଗଣେଶଙ୍କୁ 2ଟା ଦୁବ ଦେଇ ଅନେକ ଥର କହିବା ଓಂ ଗଂ ଗଣପତୟେ ନମଃ। ଆଉ ଶନିଙ୍କ ପାଇଁ ପ୍ରତି ସନ୍ଧ୍ୟାରେ କାଳୀ ମନ୍ଦିରକୁ ଯିବା, ମୁଣ୍ଡିଆ ମାରିବା, ଖାଲି କହିବା ମା। ସେଠି ଯଦି ଏତେ ଗୁଡ଼ିଏ ମନ୍ତ୍ର ପଢ଼ି ହେବନି ନା, କେତେ ଲୋକ ଭିଡ଼ ହେଇଥିବେ, ଦର୍ଶନ କରିବା, ଖାଲି ହାତରେ ମନ୍ଦିର ଯିବାନି। ବେଲପତ୍ର ହେଉ, ମନ୍ଦାର ଫୁଲ ହେଉ, କିଛି ନହେଲେ ଟଙ୍କାଟିଏ ଦକ୍ଷିଣା ନେଇ ତାଙ୍କ ହୁଣ୍ଡିରେ ପକାଇଦେବା, ପ୍ରଣାମ କରିବା ଆଣ୍ଠେଇକିରି ନହେଲେ ପେଟେଇକିରି। ଶନି ଦୟା କରିବେ କାଳୀ ମନ୍ଦିରକୁ ଗଲେ। ବନ୍ଧୁ ଆଜି ପାଇଁ ଏତିକି। ଈଶ୍ୱର ଦୟା କରନ୍ତୁ। 26 ମସିହା ଆପଣଙ୍କ ପାଇଁ ଶୁଭ ସୁଖ ଶାନ୍ତି ପୁଷ୍ପ ବୃଷ୍ଟି କରୁ। ରହିଲି, ନମସ୍କାର।